ହାତରୁ ମେହେନ୍ଦି ଲିଭିନି, କାନ୍ଥରୁ ବାହା ଚିତା ଛାଡ଼ିନି, କିନ୍ତୁ ଘର ବାହାରେ କୋକେଇ ପ୍ରସ୍ତୁତ ହେଲାଣି। ଶୋକାକୁଳ ପରିବେଶ, ସୁନସାନ ଘରଦ୍ୱାର, କାନ୍ଦ ବୋବାଳିରେ ଫାଟି ପଡୁଛି ସାରା ପରିବେଶ। କେଇଦିନର ବାହାଘର ପରେ ହାତ ଛାଡ଼ି ଚାଲି ଯାଇଛନ୍ତି ସ୍ୱାମୀ, ଆଉ ଅଭାଗା ସ୍ତ୍ରୀ ଏବେ ଏକୁଟିଆ। ଭୋ ଭୋ ହୋଇ କାନ୍ଦୁଛନ୍ତି। 7 ଜନ୍ମ ପାଇଁ ହାତ ଧରିଥିଲ, ଅଧା ବାଟରେ କାହିଁକି ଛାଡ଼ିଗଲ କହି ଦାନ୍ତ ପାଟି କାମୁଡ଼ି ବେହୋସ ହୋଇଯାଉଛନ୍ତି। ୟୁଟ୍ୟୁବର ରାହୁଲ ମହାରଣାଙ୍କ ହତ୍ୟାକାଣ୍ଡ ପରେ ଯେମିତି ଘର ଉପରେ ବଜ୍ର ପଡ଼ିଛି। ଶନିବାର ରାତି ପ୍ରାୟ 10ଟା ବେଳେ ଭୁବନେଶ୍ୱର ଜିଜିପି କଲୋନୀରେ ୟୁଟ୍ୟୁବରଙ୍କ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏହି 3 ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଦାଦା ଓ 2 ଜଣ ପୁତୁରା ଅଛନ୍ତି। ସମରେନ୍ଦ୍ର ବେହେରା ବୟସ 20, ସଂଗ୍ରାମ ବେହେରା ବୟସ 24, ସଂଗ୍ରାମ କେଶରୀ ବେହେରା ବୟସ 37। ସଂଗ୍ରାମ ଜଣେ ଯବାନ, ସେ ଜମ୍ମୁରେ ଆର୍ମିରେ କାର୍ଯ୍ୟରତ। ସେ ଛୁଟି କାଟିବାକୁ ଓଡ଼ିଶା ଆସିଥିଲା। ଶନିବାର ସନ୍ଧ୍ୟାରେ ସଂଗ୍ରାମ ତା 2 ପୁତୁରାଙ୍କ ସହ ଜିଜିପି ଫିଲ୍ଡରେ ମଦ ପିଉଥିଲା। ଅନ୍ୟପଟେ ରାହୁଲ ତାଙ୍କର 3 ଜଣ ସାଙ୍ଗ ମିଶି ମଦ ପିଉଥିଲେ। ରାହୁଲଙ୍କ ସାଙ୍ଗ ଶିବା ଫୋନରେ କଥା ହେଉଥିବା ବେଳେ ଖରାପ ଭାଷାରେ ଗାଳି କାହିଁକି କରୁଛି କହି ସଂଗ୍ରାମ ଏହାକୁ ବିରୋଧ କରିଥିଲା, ଯାହାକୁ ନେଇ ଉଭୟ ଗୋଷ୍ଠୀଙ୍କ ଭିତରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଂଗ୍ରାମର ସାନ ପୁତୁରା ସମରେନ୍ଦ୍ର ପାଖରେ ରଖିଥିବା ଛୁରୀରେ ଭୁଷି ଦେଇଥିଲା। ଛୁରୀ ସିଧା ୟୁଟ୍ୟୁବରଙ୍କ ଛାତି ଚିରି ଦେଇଥିଲା, ଆଉ ଘଟଣାସ୍ଥଳରେ ହିଁ ରାହୁଲଙ୍କ ମୃତ୍ୟୁ ହୋଇଥିଲା। ମଦ ପାଇଁ ମୁଣ୍ଡ ଗଡ଼ିଲା, ସାମାନ୍ୟ ବଚସାରୁ କଳି ଉଗ୍ର ରୂପ ନେଲା। ୟୁଟ୍ୟୁବରଙ୍କ ଜୀବନ ଚାଲିଗଲା, ଆଉ ଯବାନକୁ ଶୈତାନ ବନାଇଦେଲା। ରାତି ଅଧିଆ ୟୁଟ୍ୟୁବରଙ୍କ ହତ୍ୟା, ସାମାନ୍ୟ ବଚସାରୁ ଘଟିଲା ହତ୍ୟାକାଣ୍ଡ, ଛୁରାମାଡ଼ରେ ଗଲା ଜୀବନ। ଭୁବନେଶ୍ୱର ଜିଜିପି କଲୋନୀ ଖେଳ ପଡ଼ିଆରେ ହତ୍ୟାକାଣ୍ଡ ଜଘନ୍ୟ ରୂପ ନେଇଛି। ମୃତକ ହେଉଛନ୍ତି ରାକେଶ ମହାରଣା। ଗତକାଲି ରାତିରେ ମୃତକ ଓ ତାଙ୍କର 4 ସାଙ୍ଗ ଏକ ପାର୍କରେ ବସିଥିଲେ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ପରେ ଏହା ଉଗ୍ର ରୂପ ନେଇଥିଲା। ସାମାନ୍ୟ ବଚସାରୁ ଘଟିଥିଲା ହତ୍ୟାକାଣ୍ଡ, ଆଉ 3 ଜଣ ଗୁରୁତର ହୋଇଛନ୍ତି। ଘଟଣା ତଦନ୍ତ କରୁଛି ମଞ୍ଚେଶ୍ୱର ଥାନା ପୋଲିସ। ଏବେ 3 ଜଣଙ୍କୁ ଗିରଫ କରିଛି ପୋଲିସ। 3 ମାସ ପୂର୍ବରୁ ହୋଇଥିଲା ମର୍ଡର ପ୍ଲାନ୍। ୟୁଟ୍ୟୁବ ରାହୁଲର ହତ୍ୟା ମାମଲାର ଛାନଭିନ କରୁଛି ପୋଲିସ। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା ମର ଶରୀର। ଆଉ କିଛି ସମୟ ପରେ ହେବ ଶେଷକୃତ୍ୟ। କାନ୍ଦ ବୋବାଳିରେ ଫାଟୁଛି ଘର। ବିଳମ୍ବିତ ରାତିରେ ଭୁବନେଶ୍ୱର ଜିଜିପି କଲୋନୀ ଖେଳ ପଡ଼ିଆରେ ହୋଇଥିଲା ହତ୍ୟାକାଣ୍ଡ। ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି ପୋଲିସ। ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ, ଯାହାକୁ ନେଇ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତକୁ ଜେରା କରିଥିବା ସୂଚନା ମିଳିଛି। ବ୍ୟୁରୋ ରିପୋର୍ଟ, ଦେବାଂଶୁ ଟିଭି।